ମାନେ ଚିପକି ଯିବ ମାନେ ଅଠା ଭଳିଆ ଯେମିତି ତେଲିଆ ଜିଜୁ ଆମେ କହୁନୁ କି ଜିଜୁଟା ତେଲିଆ ଅଠାଳିଆ ଚିପକି ଯିବ ବୋଲେ ଦୈବିକ ଗୁଣ ନଥିଲେ ଯାହା ପାଖରେ ଯେତେ ଦୈବିକ ଗୁଣର ଅଭାବ ସେ ସଂସାରରେ ସେତେ ଅଠା ଭଳିଆ ଲାଗିଯିବ। ଦୈବିକ ଗୁଣର ଅଭାବରୁ ଇଏ ସାଂସାରିକ ବିଷୟ ଧନ୍ଦାରେ ପଡ଼ିଯିବ କାହିଁକି ଘାଣ୍ଟି ହେବ କାହିଁକି ଦୁନିଆ ପ୍ରକାର କରି ଲୋଭ ମୋହ ମାନ ଅଭିମାନ ଇଏ ସବୁ କୂଟ କପଟ ପଲିଟିକ୍ସ ଇଏ ସବୁ ଜାଗା ପ୍ରବେଶ ଏ ସବୁ ଜାଗା ପ୍ରବେଶ ତୁମର ସ୍ୱାର୍ଥରେ ବାଧା ସୃଷ୍ଟି କିଏ କଲା ବୋଲେ ତାକୁ ତୁମେ ହଟାଇବା ପାଇଁ ଧ୍ୟାନ ଦେବ ତମ ଭଗବାନଙ୍କୁ ବି ଧ୍ୟାନ କି ଆଉ କ'ଣ କେତେ କଥା କିଏ ବର୍ଣ୍ଣନା କରିବ ସେ ଆମେ ଜାଣିଥିବା ସବୁ ଆମେ ସବୁ ଭୁକ୍ତ କରୁଛୁ ଦେଖିବା କରିବା ଜାଣିଥିବା କିନ୍ତୁ ଯାହାକୁ ଭଗବାନଙ୍କୁ ପାଇବାଟା ହିଁ ଯାହାର ଜୀବନର ଲକ୍ଷ୍ୟ ହେଇଥିବ ଯାହା ପାଖରେ ଦୈବିକ ସ୍ୱଭାବ ଥିବ ଦୈବିକ ସ୍ୱଭାବ ଦ୍ୱାରା ଯିଏ ବୁଝିପାରୁଥିବ ସମ୍ବେଦନଶୀଳ ଦୈବିକ ସ୍ୱଭାବ ମାନେ ସମ୍ବେଦନଶୀଳ ବ୍ୟକ୍ତି가 ଦୈବିକ ସ୍ୱଭାବ ଯାହାର ସମ୍ବେଦନା କମ୍ ସେ କେବେ ଦୈବିକ ସ୍ୱଭାବ ହେଇପାରିବେ କଠୋର ବ୍ୟକ୍ତି କେବେ ଦୈବିକ ଗୁଣ ସମ୍ପନ୍ନ ହେଇପାରିବେ ଦୈବିକ ଗୁଣ ସମ୍ପନ୍ନ ବ୍ୟକ୍ତି କେବେ କଠୋର ହେଇପାରିବେ କଠୋର କେବେ ହେଇପାରିବେ ସମ୍ବେଦନଶୀଳ ଦୈବିକ ସ୍ୱଭାବ ବ୍ୟକ୍ତିକା ସେ ଅନ୍ୟର ସୁଖରେ ସୁଖୀ ହେବ ଅସୁର ସ୍ୱଭାବ ବ୍ୟକ୍ତି କିଏ କିଏ ସେଠିକୁ ମାଗିଲେ ମାଗନ୍ତୁ ମୋ ସୁଖ ଥିବାର ଥିବ ଏସବୁ ଦୈବିକ ସ୍ୱଭାବ ତେଣୁ ଦୈବିକ ସ୍ୱଭାବ ବ୍ୟକ୍ତି ପାଖରେ ମୂଳରୁ ହିଁ ବିଶ୍ୱ ପ୍ରତି ତାର ଆନ୍ତରିକତା ରହିଛି ସମସ୍ତଙ୍କର ମଙ୍ଗଳ କାମନା ସମସ୍ତଙ୍କର ଖୁସିରେ ଖୁସି ଏସବୁ ଦୈବିକ ସ୍ୱଭାବ ଅଛି ବୋଲେ ଚିହ୍ନିବାଟା ଅତି ସ୍ପିଡ୍ ହାଟିନା ତାଙ୍କୁ ଚିହ୍ନି ପାରିବ ନହେଲେ ଟିକେ ଡେରି ସେଇଟା ପାଇଁ ଦୈବିକ ଗୁଣ କଥା ଗୁରୁ କହିଲେ ହେଲେ ଖାଲି ଦୈବିକ ଗୁଣ ଧାରଣ କଲେ ହେବନି ଚିହ୍ନି ଅଛି କିଏ ସେ ତାଙ୍କେ କିଏ ଜାଣିବା ଅଛି ତେଣୁ ଜାଣିବା ଅଛି ଚିହ୍ନିବା ଅଛି ସେଇଟା ପାଇଁ ଆବଶ୍ୟକ ରହିଛି ଜ୍ଞାନ ଜ୍ଞାନ ଆଉ ଦୈବିକ ଜ୍ଞାନ ପାଇଁ ଜିଜ୍ଞାସା ଆବଶ୍ୟକ ତେଣୁ ଜିଜ୍ଞାସା ଆଉ ଦୈବିକ ଗୁଣ ଏଇଟା ହିଁ ଭଗବତ ପ୍ରାପ୍ତିର ସାଧନ ଜିଜ୍ଞାସା ଆଉ ଦୈବିକ ଗୁଣ ଦ୍ୱାରା ମଣିଷ ଅତି ଚଞ୍ଚଳ ଭଗବାନଙ୍କୁ ଲାଭ କରିବ ଅତି ଚଞ୍ଚଳ କେତିକି ସମୟ ଲାଗିବ କିଏ କହିପାରିବେ କାହିଁକି ତାହିଁରେ ମଧ୍ୟ ଫରକ ଅଛି କିଏ କେତେ ସଂସ୍କାରବାନ କିଏ କେତେ ବୁଝିଛି କାହାର ଜ୍ଞାନ ଲେଭେଲ କେତେ ତା ଉପରେ ନିର୍ଭର କରୁଛି ଯାହାର ଜ୍ଞାନ ଲେଭେଲ ଯେତେ ବେଶୀ ସେ ସେତେ ତାହିଁରେ ଗୁରୁତ୍ୱ ଦେବ ଯେମିତି ଗୁରୁଦେବ କହୁଥିଲେ ପରିବାରର ଭରଣ ପୋଷଣକୁ ଭୃକ୍ଷେପ ନ କରିକି ପରିବାରର ଭରଣ ପୋଷଣକୁ ଭୃକ୍ଷେପ ନ କରିକି ଶାଢ଼ୀ ଚିରିକି ଟୁବାଲ କରିକି ପିନ୍ଧିବି ସିନା